କିଛି ନାହିଁ। ମୋର ମାତା ନାମ ଦୁଇ ଅକ୍ଷର, ପିତାର ନାମ ମଧ୍ୟ ଦୁଇ ଅକ୍ଷର। ଗାୟକ ବାବୁ ହେ ଅନୁମାନ କର। ହଉ ହଉ ଆମର ପରିବାର ବହୁତ ଅଛନ୍ତି, ଠିକ ମାତ୍ର କିଏ ହେଲେ ଜଣେ ଭଲ ଲୋକ ନାହାନ୍ତି। ଆଜ୍ଞା ତମର ସବୁ ଦି ଅକ୍ଷର। ଦୁଇ ଅକ୍ଷର, ମୋ ନା ଦୁଇ ଅକ୍ଷର। ହଁ ମୁଁ ହଉଛି ଶିବ ଭକ୍ତ। ହଁ ଶିବ ଭକ୍ତ, ହଁ କିନ୍ତୁ ମୁଁ ଚୁତିଆଟା। ଖରାପଟା ଭଲ ଲୋକ ନାହିଁ ଆଉ ତମ ପରିବାର ଯାକ ଭଲ ନାହିଁ। ହଁ, ମୋ ବାପା ମିଶିଯାଇଛି, ମୋ ମା ମିଶିଛି। ମୋ ଆମକୁ ଦେଖିଲେ ସମସ୍ତେ ଘୃଣା କରୁଛନ୍ତି। ଘୃଣା କରୁଛନ୍ତି। ଆରେ ଶିବ ଭକ୍ତକୁ ଯିଏ ପୁଣି କରୁଥିବ ଘୃଣା, ସେ ଭୋଗିବ ନିଶ୍ଚୟ ପୁଣି ନରକ ଯନ୍ତ୍ରଣା। ଏମିତିକା କାମ ପୁଣି ସେ ଲୋକ କରିଛନ୍ତି, ସେ ଲୋକକୁ ଦେଖିଲେ ଲୋକ ଘୃଣା କରନ୍ତି। ହଉ ହଉ ବନ୍ଦଇ ଶଙ୍କର ହେ କିଙ୍କର ମତ କୃତ୍ୟ, ଅଙ୍କରେ ଟକହାର ପଙ୍କଜ ଚାରୁ ନେତ୍ର, ବନ୍ଦଇ ତ୍ରିଲୋଚନ ଦୁରିତ ବିମୋଚନ, ସରିତ ଗଙ୍ଗା ଫେଣ ଶିରେ ଯାଉଛି ଭୂଷଣ, ପୁରିତ ଯାର ଶିରେ ସରିତ ଗଙ୍ଗା ଫେନ, ବନ୍ଦଇ ମହେଶ ହେ ଗୟେଶ ଚମ୍ପା ଭୋଗୀ, ଦୁଦୁରା ଧୁତୁପତି କେତକୀ ଅନୁରାଗୀ, ବନ୍ଦଇ ମହେଶ ହେ ସମ୍ବର ଦର୍ପ ହତ, କମ୍ବୁକର କୁମର ଦର୍ଭକୁ କଲ ଚ୍ୟୁତ, ବନ୍ଦଇ ମହେଶ ହେ ଦିଗମ୍ବର ତୋ ଦୀକ୍ଷା, ପରକୁ ସମ୍ପଦ ଦେଇ ଆପେ ମାଗୁଛୁ ଭିକ୍ଷା, ରଖ ରଖ ଚରଣ ତକ୍ଷକ ଶିର ଭୂଷା, ନହିଲେ ଛାଡ଼ିଲେ ମୁଁ ପ୍ରାଣର ପଞ୍ଚ ଆଶା, ତକ୍ଷଣେ ରକ୍ଷା କର ସଖ୍ୟକୁ ଦେଖି ମୋର, ମୁଖ୍ୟକୁ ମାଗୁ ନାହିଁ ହେ ପ୍ରଭୁ ଦିଗାମ୍ବର। କିଏ ସେ ଦୈତ୍ୟ ଅସୁର ଅଛି, ଦୁଇ ଅକ୍ଷରେ ନାମ ପ୍ରକଟି ଅଛି, ତା ପରିବାରକୁ ଦେଖିଲେ ଲୋକ ଘୃଣା କରନ୍ତି। ଆଚ୍ଛା ବ୍ୟାଧ ହେବ କି ପୁଣି ଯୋ ଶବର ନାମ, ସେ ମାଂସ ଦେଇ ପୂଜୁଥିଲା ତ ପଞ୍ଚାନନ। ସେ ଶବର କଥା କି ଆଜ୍ଞା ନାଇଁ ନାଇଁ ଆଜ୍ଞା, ଆଉ ଗୋଟେ କହିବି, ଶବର ମାଂସ ଆଉ ଗୋଟେ ସେଟା ଚୋର ଯାକ ହେଇଥିଲା। ନାଇଁ ଆଜ୍ଞା, ଚୋର ନାହିଁ, ପୁରା ସବୁ ଯାକ ଛତା ଯାକ ନାରାୟଣ ତାଙ୍କୁ ପ୍ରସନ୍ନ ହୁଅନ୍ତି। ନାରାୟଣର ଆଶୀର୍ବାଦ ସବୁ କାମ କରୁଛନ୍ତି। ଶିବ ଘୃଣା କରୁଛନ୍ତି। ତାହେଲେ ଘୃଣାର ପାତ୍ର ପୁଣି କିଏ ଜାଣନ୍ତି ହୋଇ, କିନ୍ତୁ ବିଷ୍ଣୁଙ୍କର ପରମ ଭକ୍ତ ଅଟନ୍ତି ତ ସେହି। ମନ୍ଦ କାମ କଲେ ତାକୁ କାହିଁକି ଲୋକମାନେ ଘୃଣା କରିଦେଲେ, ଦୁଇ ଅକ୍ଷରେ ପୁଣି ତାଙ୍କର ଯେବେ ନାମ, ଶିବ ପାର୍ବତୀ କଥା କହିଲେ ନ ପାଇବ ମନ, ଦୁଇ ଅକ୍ଷରେ କିଏ ଜାନ୍ତି ହୋଇ, ସେ କାଶୀର ଦିତିରେ କାଶୀ ରାଜା କି ହୋଇ, କାଶୀ ରାଜା ବୋଲି ଗୋଟିଏ ରାଜା ଥିଲେ, ସେ ରାଜାର କଥା କି ହେ କହିବି ଭଲେ, ସେ ଦିଗରେ ଦେବେ ନାହିଁ ହେ ତୁମର ମନ। ଆଚ୍ଛା ଭୀମ ଅସୁର ହେବ କି ହେ ତାଙ୍କର ନାମ, ନାଇଁ ଆଜ୍ଞା, ନାଇଁ ଶିବ ନୁହଁ, ଶିବ ଭକ୍ତ ମୁଁ ଆଛି। ହଁ ଶିବ ଭକ୍ତ, ମୋ ନାଁ ହେଲେ ଶିବ। ଶିବ ତମେ ଦୁଇ ଅକ୍ଷର ଶିବ, ହଁ କିନ୍ତୁ ଶିବ ଭକ୍ତ ମୁଁ। ହେଲା ବୁଝିଲେଣି, ମୁଁ ଜାଣିପାରିଲିଣି ଯେ ମାତ୍ର ଟିକେ ଦୁଷ୍ଟ ଲୋକଟା ଆଉ। ଦୁଷ୍ଟଟା ଟିକେ ଖରାପ ଲୋକଟା। କାଶୀ ରାଜା ନୁହନ୍ତି, ଭୀମ ଅସୁର ନାହିଁ, ଯୋଉଟାକି ଭୀମ ଅବତାରେ ମହାପ୍ରଭୁ ମାରିଲେ ତାକୁ ଭୀମ ନାମକୁ ପାଇଲେ, ସେ ଦୁର୍ଦାନ୍ତ ଅସୁର ଗୋଟେ। ଏଇଟା ହେଲାନି ଅନ୍ଧକ ତିନିଟା ଅକ୍ଷର ହେଇଯାଉଛି ନାଇଁ, ଦିଟା ଅକ୍ଷର ପଚାରିଲି ଶିବ। ଆଜ୍ଞା ମୋ ନା ଦୁଇ ଅକ୍ଷର, ମୋ ମା ନା ଦୁଇ ଅକ୍ଷର, ତମ ନା ଶିବ, ନା ହେଲେ ଦୁଇ ଅକ୍ଷର। ତମ ନା ଶିବ, ମୋ ନା ଶିବ, ମୋ ନାଁଟା କହିବି। ହଁ ତମ ନାମ ଶିବ, ତମ ସ୍ତ୍ରୀ ନା? ନାଇଁ ନାଇଁ, ମା ନା ବାପା ନା? ଶିବ ମା, ସବୁ ଦି ଅକ୍ଷର ତା। ଆଧାର କାର୍ଡ ଥିଲେ ଭଲ ହେଇଥାନ୍ତା, ଜଣା ପଡ଼ିଯାନ୍ତା ଗୋଟେ ଥରେ କେତେ କଷ୍ଟ ପଡ଼ିବ ପର୍ଦାନୀର ଉପାୟ କାହାଣୀ ବିଦ୍ୟା। କେତେବେଳେ କହିବି ଆଉ, ମୁଣ୍ଡ ଖରାପ କରିଦେବେ ମହାପ୍ରଭୁମାନେ। ତେବେ
ଶିବ ନାମ ପୁଣି ଏ ଦୁଇଟି ଅକ୍ଷର ହାରି ଯାକି ହେବେ ପୁଣି ଉମା ତାଙ୍କର ଶିବଙ୍କର ନାଁ ପରି ତାଙ୍କ ନାଁ ଅଛି। ଆଗ ଆଜ୍ଞା ପୁଅଟା ନା ପୁଅ ତାପରେ ସ୍ତ୍ରୀ ଆଇବ ତାପରେ ବାପା ଆସିବ। ପୁଅଟା ଶିବ ହେଲାନି ଶିବ ତ ପୁଅ ଶିବ ପୁଅ ପୁଅ ବାପା 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 ମା କିଏ ଜାଣିଛକିରେ ମୁଁ ହାତ ଟେକି ଦେବି ନନ୍ଦ ନନ୍ଦ କି ବାପ ହଁ ନନ୍ଦ ବୋଲେ ଦି ଅକ୍ଷର ହଉଛି କିନ୍ତୁ ନନ୍ଦ ବୋଲେ ଶିବର ବାପା ପୁଣି କାଶୀ ହେବେ କି ନାଇଁ ଆଜ୍ଞା କାଶୀ ହେବେନି କାଶୀ ଉମା ଶିବପୁର ଚଣ୍ଡାଳପୁରଟା କି ନାଇଁ ଆଜ୍ଞା ଗୋଟେ ସଭା ଭିତରେ ପଶି ଯାଇଛୁ ଏ ସବୁ ଯାକ କୁଆଡ଼େ ଗଲେ ତେବେ ଦୁଇଟି ନା ପୁଣି ଶିବ ଗଲା ହୋଇ ବାପା ନାମଟା ତୁମକୁ ଦେଉଛି ବୁଝାଇ ବାପା ନାମ ହବ କି ହରି ବୋଲି କହି ନାଇଁ ଆଜ୍ଞା ହରି ବୋଲି ହବନି ବାପା ଶିବଙ୍କର ବାପା କଣ ହରି ନମସ୍ତେ ଗୁରୁ ଗୋବିନ୍ଦ ସଚିଦାନନ୍ଦ ନମସ୍ତେ ଗୁରୁ ଗୋବିନ୍ଦ ସଚିଦାନନ୍ଦ ତବ ଶ୍ରୀ ଚରଣ ତଳେ ତବ ଶ୍ରୀ ଚରଣ ତଳେ ଲୋଳୁ ମୋ କନ୍ଦ ନମସ୍ତେ ଗୁରୁ ଗୋବିନ୍ଦ ସଚିଦାନନ୍ଦ ନମସ୍ତେ ଗୁରୁ ଗୋବିନ୍ଦ ସଚିଦାନନ୍ଦ ତୁମ୍ଭ କୃପା ବିନା ସିନା ଜଗଦାନନ୍ଦ ସଚିଦାନନ୍ଦ ନମସ୍ତେ ଗୁରୁ ଗୋବିନ୍ଦ ସଚିଦାନନ୍ଦ ହେଲା ଯାହା ହଉ ଭଲ ପଦରେ ହେଲା ଆଉ ଦୁଇଟି ଅକ୍ଷରରେ ଖୋଜୁଅଛି ପୁରାଣ ଶିବ ପୁରାଣର ଯେତେ ବର୍ଣ୍ଣ ଚିହ୍ନ ଆଉ ଦୁଇ ଅକ୍ଷର ଲୋକ କିଏ ରହିଯାଇଛି ହରି କହିଲି ଯେବେ ମନ ନ ପାଉଛି କାଶୀ କହିଲି ଯେବେ ମନ ନ ପାଇଲା ଆଉ ଜଣେ କାହାଣୀ କହିବାକୁ ଆସୁଥିଲା ଏଥର ହେତୁ ବେଲେ କହିମୁ ଟିକେ ଛାଡ଼ି ଦେଉଛି ବାପ ଯଦି ହ୍ୟାଲୋ ଦର୍ଶକ ବନ୍ଧୁ ଆମର ଏ ଯେଉଁ ଶିଆଳିଆ ଖଇରା ଏ ଦେବତାମାନେ ହେଉଛନ୍ତି ଲଡ଼ୁ ମାଷ୍ଟରଙ୍କର ଶିଷ୍ୟ ଏମାନେ ଲଡ଼ୁ ମାଷ୍ଟର ତ ସେ ଆଜି ନାହାନ୍ତି କିନ୍ତୁ ସେ ଥିଏଟରରେ ମଧ୍ୟ ଯେଉଁ ବହିଟି ଚଲେଇଛନ୍ତି ସେ ଚାଲୁଛି ଆଜ୍ଞା ସ୍ୱର୍ଗତ ଲଡ଼ୁକିଶୋର ବାରିକ ବୋଲି ଆଉ ସେ ଗୁରୁଙ୍କ ପାଦ ତଳେ ଆମର କୋଟି କୋଟି ପ୍ରଣାମ ଦୁଇ ଅକ୍ଷର କାର ଯାହାର ଦୁଇ ଅକ୍ଷର ଇଏଟା ତାକୁ ଘୃଣା କରୁଛନ୍ତି ଲୋକମାନେ କୃଷ୍ଣ ବୋଲି କରିନ ଯେ ସେ ଦୁଇ ଅକ୍ଷର ଅନୁମାନ କର ଏବେ ଗାୟକ ଶେଖର କୃଷ୍ଣ ଭାଇ ନା କହିଲେ ମୁଁ ନାହିଁ ହଁ ହଉ ହେଇନି ଆଜ୍ଞା ଅମ୍ବର ହଁ ନାଇଁ ବସିଛି ମୁଁ ବସି ଯାଇଛୁ ଆମେ ମା ବାପା ମୁଁ ତିନି ଲୋକ ଗୋଟେ ସଭା ଭିତରେ ବସି ଯାଇଛୁ ଏଇଟା କେତେ ଭଦ୍ର ଲୋକ ଅଛନ୍ତି ବୁଝିଲ ତେଣୁ ଆମକୁ କିଏ କୋଉଟା କହୁଛନ୍ତି ହଁ ହେଲା କହିବେନି ଏଇଟା କିଏ କହିଲା ଚୋରୁଟା କିଏ କହିଲା ଏମିତି ଖାଇଦେଲା ଏମିତି ଆମେ ସବୁ ଆମେ ଆମ ଅଭଦ୍ର ହଁ ସବୁ ଭଦ୍ର ଅଛନ୍ତି ଏ ତିନି ଜଣ ଯଦି କେମିତିଆ ମନ୍ଦ କାମ କରୁଛନ୍ତି ଭାଇ ଏ ତିନି ଜଣ ତେବେ ସେ ନାଁଟା ପୁଣି ଦେଖ ରହିଯାଇଅଛି ବିଷ୍ଣୁଙ୍କର ଭକ୍ତ ଶିବଙ୍କର ନିନ୍ଦୁକ ଅଛି କି ଶିବଙ୍କର ପୂଜା ସିନା କରଇ ବ୍ରାହ୍ମଣ କିନ୍ତୁ ତାହାର ପୁଣି ତ ମନ୍ଦ କର୍ମ ହଉ ହଉ
ସେ ବ୍ରାହ୍ମଣ ପୁଅ କହିଲେ ନଣ୍ଟେ ମୋର ମନ ମାରୁଥିଲି ଡାବା କୁଆଡ଼େ ଏବେ ବ୍ରହ୍ମ ବୈବର୍ତ ପୁରାଣକୁ କର ଧ୍ୟାନ। ତ ହେତୁରେ ପଡ଼ୁନି ଆଉ ଶିବ ବୋଲି ଆଜ୍ଞା କହିଦେଇଛି ପଦୁଟେ ଗୋଟିଏ ନା ପୁଅର ନାଁଟା ଶିବ। ଶିବ ହଁ ଶିବ ଭକ୍ତ ଶିବ 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 ତା ନାଁ ହଉଛି ଶିବ। ନା ହଉଛି ନା ଶିବ ଶିବ ଭକ୍ତ। ଆଉ ତା ମାଇ ହେ ଅନୁମାନ କର ଉତ୍ତମ ଗାହାଣ ମାର ନାମ ମୃତ୍ୟୁ ଜୀବ ହୋଇଣ ମୃତ୍ୟୁ ଦେବୀ ମୃତ୍ୟୁ କାଳ ପୁରୁଷ ତମେ କାଳ ମୁଁ ଆସିଛି ଶିବ 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 ଆସିଅଛ ଶିବଙ୍କର ପୁଅ ହଉଛି କାଳ ଶିବଙ୍କର ବାପା ହଉଛି କାଳ କାଳ ଆଉ ଏଥର କୁଆଡେ ଯିବ ଗଡେଇ ସରିଲା ତ ଆଉ କ'ଣ କହିବ? ଏତେ କିଏ ହେତୁ କରିବ ରେ ବୋପା ମା ଶିବଙ୍କ ଠାରୁ କାଳ ଜନ୍ମ ହେଲା। ହେଲେ ଆଜ୍ଞା ଯେତେବେଳେ ନାରଦ ମୁଁ କହୁଛି ଶୁଣ କହିଦିଅ ଆଉ ଉପଗ୍ରହଣ ବୋଲି ପୁଣି ସେ ପୁଅର ନାମ ଚିତ୍ରରଥ 50 କନ୍ୟାକୁ କରିଲା ଗ୍ରହଣ ପଡ଼ିଥି ସିନା ବାବୁ ହେଲେ ତ ହେତୁ ଖାଲି ଛନ୍ଦଟା ପଡ଼ି ଗଲେ ପୁରାଣ ହୋଇବ କିନ୍ତୁ ମନକୁ କର ସ୍ଥିର ଏ ମୋର ବାପ ଧନ ବ୍ରହ୍ମା ଅଭିଶାପରେ ନାରଦ ସେ ବ୍ରାହ୍ମଣ ନାରଦ ହୋଇଲେ ପୁଣି ଉପଗ୍ରହଣ ଚିତ୍ରରଥ ନାମେ ଗୋଟିଏ ଗନ୍ଧର୍ବ 50 କନ୍ୟାଟାକୁ ପୁଣି ବାହା ହେବ ପ୍ରଥମ କନ୍ୟା ନାମରେ କଳାବତୀ କଳାବତୀ ବୋଲି ତାହାର ପ୍ରିୟବତୀ ମାଳାବତୀ ବୋଲି ତାହାର ପ୍ରିୟବତୀ ଅକାଳରେ ଉପଗ୍ରହଣର ମରଣ ଅକାଳରେ ଉପଗ୍ରହଣର ମରଣ କୁଆଡ଼େ ଗଲା ସେ କେତେ ବଇଥିଲେ କୁଆଡ଼େ ପଡ଼ିଲେ ନାଇଁ ରେ ଇଏ ବାଜ ହେଲା ବଇଥିଲେ ଏବେ ପଡ଼ିଲାରେ ଏବେ ବଇଥିଲା କାହିଁ ଆଉ ଏବେ ଗଲା ସେତେବେଳେ ତ ବସିଥାନ୍ତା ବାଜଟା ଅସୁବିଧା ହେଲେ କ'ଣ ଅସୁବିଧା ହଉ ଜାଣିଛ ନା ନାଇଁ ହେଲେ ଦିଦି ଯେତେବେଳେ ସ୍ୱାମୀ ତାର ହେଲା ମରଣ ଆଚ୍ଛା ଶବକୁ ନ ଛାଡ଼ିଲା ନାରୀ ରତନ ଅକାଳରେ ମୋର ସ୍ୱାମୀଙ୍କର ମରଣ ଯମ ଦେବତାକୁ ପୁଣି ନିନ୍ଦା କଲା ସବୁ ଦେବତାକୁ ବି କଳେ ଡାକ ଦେଲା କେହି ନ ଶୁଣିଲେ ପୁଣି ତାର ଗୁହାରି ଇଏ କାଳେ କାନ୍ଦୁଛି କଳାବତୀ ନାରୀ ପ୍ରଥମରେ ମୃତ୍ୟୁ କନ୍ୟା ଆସି ବୁଝାଇଲେ ବୁଝିଲାନି ମାଳାବତୀ ତାହାର କଥାରେ ତାପରେ କାଳ ପୁରୁଷ ଆସନ୍ତି ଯେବେ 6ଟା ମୁଣ୍ଡ 16 ହାତଟି ଦେବେ 6ଟା ମୁଣ୍ଡ ତାହାର 16 ଭୁଜ ଆସନ୍ତି କାଳ ପୁରୁଷ ଧନୁଜ ଯେତେ ବୁଝାଇଲେ ପୁଣି ସେ ଝିଅକୁ କଳାବତୀ ନ ଛାଡ଼ିଲା ତାର ସ୍ୱାମୀକୁ ଶେଷରେ ସବୁ ଦେବତା ମାନେ ଆସିବେ ଉପଗ୍ରହଣକୁ ପ୍ରାଣ ଦାନ ଦେବେ ଏଇଟା ବ୍ରହ୍ମ ବୈବର୍ତ୍ତେ ଲେଖିଅଛି ମୃତ୍ୟୁ ନାମ ଶୁଣିଲେ ସର୍ବେ ଘୃଣା କରନ୍ତି କାଳ ନାମ ଶୁଣିଲେ ସମସ୍ତେ କରି ଘୃଣା ଜଗତରେ ଏ କଥା ରହିଅଛି ଜଣା କାଳକୁ ଘୃଣା ତାର ମୃତ୍ୟୁକୁ ଘୃଣା ବଂଶ ଯାକକୁ ପୁଣି ତ ତାଙ୍କର ଘୃଣା କାହିଁକି ନା 64 ରୋଗ ମଧ୍ୟ ଅଛନ୍ତି 64 ରୋଗ ତାଙ୍କ ସଙ୍ଗେ ପ୍ରାପତି ରୋଗକୁ ସମସ୍ତେ ପୁଣି ଲୋକେ ଡରନ୍ତି ଘୃଣା ମଧ୍ୟ କରନ୍ତି ସେ ରୋଗମାନଙ୍କୁ ଏ କଥା ପଚାରିଲ ଭାଇ ସଭାକୁ ଧନ୍ୟ 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 ଭାଇ ତୁମ ପ୍ରସନ୍ନ ଆଉ କେଉଁ ପ୍ରସନ୍ନରେ ବଳିଛି ମନ ଅଖାଦ୍ୟ ଖାଓରେ ମନ। ମାନନୀୟ ଦର୍ଶକ ସମାଜ ଏ ପ୍ରସନ୍ନବାଲା ଏବଂ ଆମ ସୀମାଞ୍ଚଳ ଗାଁକୁ ଆମର କବିସୂର୍ଯ୍ୟନଗର ମଣ୍ଡଳ ସଭାପତି ଅଶୋକ ଜେନା 500 ଗୋଟି ଭାରତୀୟ ମୁଦ୍ରା ଦେଇଛନ୍ତି ଏବଂ ଆମର ଦେବତାକୁ ମଧ୍ୟ 100 ଗୋଟି ଭାରତୀୟ ମୁଦ୍ରା ଅର୍ପଣ କରିଛନ୍ତି। ତା ସଙ୍ଗେ ସଙ୍ଗେ ଆମର ସ୍ଥାନୀୟ ସୋମନାଥ ପଟ୍ଟନାୟକ ସେ ଆମର ଅନୁଷ୍ଠାନକୁ 1010 ଟଙ୍କା ପ୍ରଦାନ କରିଛନ୍ତି। ତା ସଙ୍ଗେ ସଙ୍ଗେ ଆମର ବିଶ୍ୱନାଥ ପଣ୍ଡିତ ବାବୁଙ୍କୁ ଗୋଟିଏ ଉତ୍ତରୀୟ 51 ଟଙ୍କା ପ୍ରଦାନ କରିଛନ୍ତି। ନମସ୍ତେ ଦର୍ଶକ ସମାଜ।
ଗଞ୍ଜି ଲଗେଇବ ଘାଗୁଡ଼ି ପିନ୍ଧିବ